କେଶେଇବାହାଲରେ ଅଘଟଣ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶେଇବାହାଲ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ନବନିର୍ମିତ ସେପ୍ଟିକ୍ ଟ୍ୟାଙ୍କରୁ ସେଣ୍ଟ୍ରିଂ ଖୋଳିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକ ମୃତ୍ୟୁ ଘଟିଥିବା ଖବର ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି। ଅନ୍ୟପଟେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ଦୁଇ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମଧ୍ୟରେ ହେଲେ ସୁଶୀଲ ନାୟକ ଏବଂ ଭିକାରୀ ଚରଣ ବେହେରା। ଅନ୍ୟ ଦୁଇ ଜଣଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବନିର୍ମିତ ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ମହୁଲପାଲି ପୋଲିସ ଏହା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ପଚରାଉଚରା କରୁଥିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି କହିଛି ମହୁଲପାଲି ପୋଲିସ। ମୋ ନାଁ ଅମ୍ବିକା ବେହେରା। କେଶେଇବାହାଲର ବେଲେ ଲାଟ୍ରିନ୍ ଧୁଡ଼ା ବନେଇଥିଲୁ ଆଜ୍ଞା, ନୂଆ ଲାଟ୍ରିନ୍ ଧୁଡ଼ା ବେଲେ ଏଇଟା ସଫା କରିବା ଲାଗି କହିଲା ବେଲେ ସେ ମିସ୍ତ୍ରୀ ନିଜେ ଖୋଲିଲେ। ସେ ମିସ୍ତ୍ରୀ କହିଲେ ଯେ ଆଜି କାମ ନି କରୁ ଆଉ ଗ୍ୟାସ୍ ବାହାରିଛି ବେଲେ ଭିତରେ ଢୁକିଲେ ବେଶ ହେଇଯିବା ବୋଲି କହିଲେ। ସେ ମିସ୍ତ୍ରୀ ମନା କଲା। ଆମେ ବି କହିଲୁ ଠିକ୍ ଅଛି କାମ ନି କରୁ ତାହେଲେ ଆଜି ବନ୍ଦ କରିଦିଅ କାମ ଆଉ ନି କର କାଲି ଆଡ଼େ କରିବ ବୋଲି କହିଲୁ। ସେ ହଁ ଠିକ୍ ଅଛି ବୋଲେ ସେମାନେ ରହ ତମେ ଦେଖିକିରି ଆସିବ ବୋଲି କହିଲେ। ସେ ଆଉ ଜଣେ ଯେ ପିଲା ଆସିବେ ମରିଛନ୍ କେଶେଇବାହାଲର ସେମାନେ ବି ଥିଲେ। ତାଙ୍କ ନାଁ ସୁଶୀଲ ନାୟକ ବୋଲେ ସେମାନେ ଥିଲେ। ହେଲେ ସେ ନିଜ ବୋଲି କହିଲୁ ସେମାନେ ମନା କରି ନି ମାନିଲେ। ଆଉ ଦେଖି ତାଙ୍କର ସାଙ୍ଗ ଗୋଟେ ଥିଲେ ନିକ୍ତିମାଲର ସେମାନେ ବି ଥିଲେ। ସେମାନେ କହିଲେ ରହ ମୁଇଁ ଦେଖେ ବଞ୍ଚାବି ବୋଲେ ସେମାନେ ଢୁକିଲେ ଭିତରେ ବି ସେ ବି ବାସି ନି ପାଇଲେ। ହେଲେ ଏମାନେ ନି ଥିଲେ ଘରେ। ହେଲେ ଫୋନ୍ କଲି ହେଟା ଆସିଲେ ଢୁକିଛନ୍ ଦୁଇ ଜଣ ଯେ ବାହାରି ନି ପାଇଲାରୁ କେନ୍ତା କରିବା ଯେ ଆସ ଜଲ୍ଦି ବୋଲି କହିଲି। ହେଲେ ଏମାନେ ଫେରେ ଆସିଲେ ବୋଲେ ସେମାନେ ଫେରେ ଢୁକିଲେ ଭିତରେ ଢୁକିଲେ ଯେ ଏମାନେ ବି ବାହାରି ନି ପାଇଲେ ସେ ଭିତରେ ରହିଗଲେ। ହେଲେ ଆମର କାନ୍ଦ ଶୁଣିକିରି ଆମର କକା ଧବଡ଼ି ଆସିଲେ। ସଭିଏ ତାଙ୍କର ମାଛ ଆସିଲେ, ଗାଁର ସଭିଏ ବି ଆସିଲେ ଜମା ହେଲେ। ହେଲେ କାଁ ହେଲା କହିଲେ ହେଲେ ସଭିଏ ଆସିକି କକା ବି ଢୁକିବି ବଞ୍ଚାବି ବୋଲି କହିଲେ। ସେ ବି ଢୁକିଲେ, ସେ ବି ବାହାରି ନି ପାଇଲେ, ଭିତରେ ରହିଗଲେ ହେଲେ ସାଙ୍ଗେ ସାଙ୍ଗେ ଉପାୟ କିଛି ପାଇଲେ। ଆମ୍ବୁଲାନ୍ସ ଗାଡ଼ିକି ଫୋନ୍ କଲୁ, ଜେସିବି ଗାଡ଼ିକି ଫୋନ୍ କଲୁ। ସେମାନେ ଆସିକିରି ସେମାନେ ଘରଟାକୁ ଭାଙ୍ଗିଲେ, ଧସ୍କେଇଲେ ତାପରେ ଗାଣ୍ଡୁଆ ବାହାର କରିକି ସେମାନଙ୍କୁ ବାହାରକେଇକିରି ଭିତରୁ ଆଣିକିରି ମେଡ଼ିକାଲରେ ଆଣିକି ଯେତେବେଳେ ପହଞ୍ଚାଲୁ ମେଡ଼ିକାଲରେ ସେମାନେ କହିଲେ ଯେ ଦୁଇ ଜଣ ନିନ ବୋଲି କହୁଛ ଆଉ ଦୁଇ ଜଣ ଭଲ ଅଛନ୍ତି। ଏମାନଙ୍କୁ ଅକ୍ସିଜେନ୍ ଲାଗିଥିଲା ଏକାନେ ଝାଡ଼ା ଦେଇଥିଲା ଏକାନେ ଆସିଛନ୍ ଆଉ ତ ଭଲ ଅଛୁ ବୋଲି କେତା କରୁ ଯେ କେତେବେଳେ ଘଟଣା ଏଇଟା? ହେଟା ଏଇ 9:30 ପାଖାପାଖିର ଘଟଣା।